ଶ୍ରୀମଦ୍ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟ 40ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଶ୍ରଦ୍ଧାବାନଙ୍କୁ ଜ୍ଞାନ ପ୍ରାପ୍ତି ହୁଏ ଏବଂ ଜ୍ଞାନ ଦ୍ୱାରା ପରମ ଶାନ୍ତି ପ୍ରାପ୍ତ ହୁଏ ବୋଲି କହି ଭଗବାନ ବର୍ତ୍ତମାନ ଶ୍ରଦ୍ଧାହୀନ ଓ ବିବେକହୀନ ସଂଶୟାତ୍ମାମାନଙ୍କର ନିନ୍ଦା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ, ବିବେକହୀନ, ଶ୍ରଦ୍ଧାରହିତ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ଅବଶ୍ୟ ଭ୍ରଷ୍ଟ ହୋଇଯାଏ। ଏପରି ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ କି ସୁଖ ମଧ୍ୟ ନାହିଁ। ଏଠାରେ ପ୍ରଶ୍ନ ହେଉଛି, ଅଜ୍ଞ ଏବଂ ଅଶ୍ରଦ୍ଧାନଃ ଏହି ଦୁଇ ବିଶେଷଣ ସହିତ ସଂଶୟାତ୍ମା ପଦ କେଉଁ ମନୁଷ୍ୟର ବାଚକ ଏବଂ ସେ ପରମାର୍ଥରୁ ନିଶ୍ଚୟ ଭ୍ରଷ୍ଟ ହୋଇଯାଏ। ଏହି ବକ୍ତବ୍ୟର ଅଭିପ୍ରାୟ କ'ଣ? ଉତ୍ତର ହେଲା, ଯାହାଠାରେ ସତ୍ୟ ଅସତ୍ୟ ଏବଂ ଆତ୍ମା ଅନାତ୍ମା ପଦାର୍ଥକୁ ବିବେଚନା କରିବାର ଶକ୍ତି ନାହିଁ, ପୁଣି ସେହି କାରଣରୁ ସେ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଆଦି ନିର୍ଣ୍ଣୟ କରିପାରେ ନାହିଁ। ଏଠାରେ ଅଜ୍ଞ ପଦଟି ହେଉଛି ସେପରି ବିବେକ ଜ୍ଞାନ ରହିତ ମନୁଷ୍ୟର ବାଚକ, ଯାହାର ଈଶ୍ୱରଙ୍କ ଠାରେ ଏବଂ ପରଲୋକରେ ଉଭୟଙ୍କ ପ୍ରାପ୍ତିର ଉପାୟ ନିର୍ଦ୍ଦେଶ କରୁଥିବା ଶାସ୍ତ୍ରରେ ମହାପୁରୁଷମାନଙ୍କ ଠାରେ ଏବଂ ସେମାନଙ୍କ ଦ୍ୱାରା କୁହାଯାଇଥିବା ସାଧନାରେ ଓ ତାହାର ଫଳରେ ଶ୍ରଦ୍ଧା ନଥାଇ ଅଶ୍ରଦ୍ଧାନଃ ପଦଟି ହେଉଛି ତାହାର ବାଚକ। ଈଶ୍ୱର ଓ ପରଲୋକ ବିଷୟରେ ବା ଅନ୍ୟ ବିଷୟରେ ଯେ କିଛି ବି ନିଶ୍ଚିତ କରିପାରେ ନାହିଁ, ଯେ ପ୍ରତ୍ୟେକ ବିଷୟରେ ସଂଶୟଯୁକ୍ତ ହୋଇ ରହେ, ସଂଶୟାତ୍ମା ହେଉଛି ତାହାର ବାଚକ। ଯେଉଁ ସଂଶୟାତ୍ମା ମନୁଷ୍ୟଠାରେ ଉପରୋକ୍ତ ଅଜ୍ଞତା ଏବଂ ଅଶ୍ରଦ୍ଧା ଉଭୟ ଦୋଷ ଥାଏ, ଅଜ୍ଞ ଏବଂ ଅଶ୍ରଦ୍ଧାନଃ ଦୁଇ ବିଶେଷଣ ସହିତ ସଂଶୟାତ୍ମା ପଦଟି ହେଉଛି ତାହାର ବାଚକ। ସେ ପରମାର୍ଥରୁ ନିଶ୍ଚୟ ଭ୍ରଷ୍ଟ ହୋଇଯାଏ। ଏହି କଥନ ଦ୍ୱାରା ଦେଖାଇ ଦିଆଯାଇଛି ଯେ ବେଦଶାସ୍ତ୍ର ଏବଂ ମହାପୁରୁଷମାନଙ୍କ ବଚନକୁ ତଥା ସେମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଧନାକୁ ଠିକ୍ ଠିକ୍ ବୁଝି ନ ପାରିବାରୁ ତଥା ଯାହା କିଛି ବୁଝେ ତାହା ଉପରେ ମଧ୍ୟ ବିଶ୍ୱାସ ନ ହେବାରୁ ଯାହାର ବିଭିନ୍ନ ବିଷୟ ସଂଶୟ ରହିଥାଏ ଏବଂ ସେ କୌଣସି ପ୍ରକାରେ ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରିପାରେ ନାହିଁ, ସବୁ ଅବସ୍ଥାରେ ସଂଶୟଯୁକ୍ତ ହୋଇ ରହେ, ସେହି ମନୁଷ୍ୟ ନିଜର ମନୁଷ୍ୟ ଜୀବନକୁ ବ୍ୟର୍ଥ କରିଦିଏ ତଥା ଏହି ଜନ୍ମରେ ହୋଇପାରୁଥିବା ପରମ ଲାଭରୁ ବଞ୍ଚିତ ହୋଇ ରହିଯାଏ। କିନ୍ତୁ ଯାହାଙ୍କ ଠାରେ ବିଭିନ୍ନ ବିଷୟ ସ୍ୱୟଂ ବିବେଚନା କରିବାର ଶକ୍ତି ଥାଏ ଏବଂ ଯାହାଙ୍କର ବେଦ ଶାସ୍ତ୍ର ଏବଂ ମହାପୁରୁଷମାନଙ୍କ ବଚନରେ ଶ୍ରଦ୍ଧା ଥାଏ, ସେ ଏପରି ନଷ୍ଟ ହୁଅନ୍ତି ନାହିଁ। ସେ ସେମାନଙ୍କ ସହାୟତାରେ ଅର୍ଜୁନଙ୍କ ପରି ସର୍ବଥା ନିଜର ସଂଶୟ ନାଶ କରି କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି ଏବଂ କୃତକୃତ୍ୟ ହୋଇ ମନୁଷ୍ୟ ଜୀବନକୁ ସଫଳ କରିପାରନ୍ତି। ଯାହାଠାରେ ସ୍ୱୟଂ ବିବେଚନା କରିବାର ଶକ୍ତି ନାହିଁ, ସେପରି ଅଜ୍ଞ ପୁରୁଷ ମଧ୍ୟ ଯଦି ଶ୍ରଦ୍ଧାଳୁ ହୋଇ ଏବଂ ସେହି ଶ୍ରଦ୍ଧା ହେତୁ ମହାପୁରୁଷମାନଙ୍କ କଥାନୁସାରେ ସଂଶୟ ରହିତ ହୋଇ ସାଧନା ପରାୟଣ ହୋଇପାରେ, ତେବେ ସେମାନଙ୍କ କୃପାରୁ ତାହାର ମଧ୍ୟ କଲ୍ୟାଣ ହୋଇପାରେ। କିନ୍ତୁ ଯେଉଁ ସଂଶୟଯୁକ୍ତ ପୁରୁଷ ଠାରେ ଶ୍ରଦ୍ଧା ନଥାଏ କି ବିବେକ ଶକ୍ତି ନଥାଏ, ତାହାର ସଂଶୟର ବିନାଶ କୌଣସି ପ୍ରକାରେ ହୋଇପାରେ ନାହିଁ। ତେଣୁ ଯଦି ତାହାଠାରେ ଶ୍ରଦ୍ଧା ବା ବିବେକ ନ ଆସେ, ତାହାର ନିଶ୍ଚୟ ପତନ ହୁଏ। ଏଠାରେ ପ୍ରଶ୍ନ ହେଉଛି, ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ କି ସୁଖ ମଧ୍ୟ ନାହିଁ, ଏପରି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏଠାରେ ଅଭିପ୍ରାୟ ଏହି ଯେ ସଂଶୟଯୁକ୍ତ ମନୁଷ୍ୟ ଯେ କେବଳ ପରମାର୍ଥରୁ ଭ୍ରଷ୍ଟ ହୋଇଯାଏ ତାହା ନୁହେଁ। ଯେପର୍ଯ୍ୟନ୍ତ ମନୁଷ୍ୟଠାରେ ସଂଶୟ ବିଦ୍ୟମାନ ରହେ, ଯେପର୍ଯ୍ୟନ୍ତ ସେ ତାହା ନାଶ ନ କରେ, ସେ ପର୍ଯ୍ୟନ୍ତ ସେ ଏହି ଲୋକରେ ରହି ମଧ୍ୟ ଧନ ଐଶ୍ୱର୍ଯ୍ୟ ବା ଯଶ ପାଇପାରେ ନାହିଁ, ପରଲୋକରେ ବା ମରିବା ପରେ ମଧ୍ୟ ସ୍ୱର୍ଗାଦି ପାଇପାରେ ନାହିଁ ଏବଂ କୌଣସି ପ୍ରକାର ସାଂସାରିକ ସୁଖ ମଧ୍ୟ ଭୋଗ କରିପାରେ ନାହିଁ। କାରଣ ଯେପର୍ଯ୍ୟନ୍ତ ମନୁଷ୍ୟ କୌଣସି ବିଷୟରେ ସଂଶୟଯୁକ୍ତ ହୋଇ ରହେ, କିଛି ନିର୍ଣ୍ଣୟ କରିପାରେ ନାହିଁ, ସେ ପର୍ଯ୍ୟନ୍ତ ସେ ସେହି ବିଷୟରେ ସଫଳତା ପାଇପାରେ ନାହିଁ। ତେଣୁ ମନୁଷ୍ୟ ନିଜର ଶ୍ରଦ୍ଧା ଓ ବିବେକ ଦ୍ୱାରା ଏହି ସଂଶୟକୁ ଅବଶ୍ୟ ନାଶ କରିଦେବା ଉଚିତ। ଶ୍ରୀମଦ୍ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟ 41ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଅବିବେକ ଓ ଅଶ୍ରଦ୍ଧା ସହିତ
ସଂଶୟକୁ ଜ୍ଞାନ ପ୍ରାପ୍ତିରେ ବାଧକ ବୋଲି କହିଲେ ବର୍ତ୍ତମାନ ବିବେକ ଦ୍ୱାରା ସଂଶୟନାଶ ପୂର୍ବକ କର୍ମଯୋଗ ଅନୁଷ୍ଠାନ କରିବାରେ ଅର୍ଜୁନଙ୍କର ଉତ୍ସାହ ଉତ୍ପନ୍ନ କରିବା ନିମନ୍ତେ ସଂଶୟ ରହିତ ତଥା ବଶୀକୃତ ଅନ୍ତଃକରଣ ସମ୍ପନ୍ନ କର୍ମଯୋଗୀଙ୍କର ପ୍ରଶଂସା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ହେ ଧନଞ୍ଜୟ, ଯେ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମାଙ୍କ ଠାରେ ଅର୍ପଣ କରିଦେଇଛନ୍ତି ଏବଂ ଯେ ବିବେକ ଦ୍ୱାରା ସମସ୍ତ ସଂଶୟ ନାଶ କରିଦେଇଛନ୍ତି, ସେପରି ବଶୀକୃତ ଅନ୍ତଃକରଣ ଯୁକ୍ତ ପୁରୁଷଙ୍କୁ କର୍ମମାନେ ବାନ୍ଧି ପାରନ୍ତି ନାହିଁ। ପ୍ରଶ୍ନ ହେଉଛି, ଯୋଗ ସନ୍ନ୍ୟାସ୍ତ କର୍ମଣାମ୍ ପଦରେ ଯୋଗ ଶବ୍ଦ ଅର୍ଥ ଜ୍ଞାନ ଯୋଗ ବୋଲି ଧରି ଏହି ପଦ ଅର୍ଥ ଜ୍ଞାନ ଯୋଗ ଦ୍ୱାରା ଶାସ୍ତ୍ର ବିହିତ ସମସ୍ତ କର୍ମ ସ୍ୱରୂପତଃ ତ୍ୟାଗ କରିଥିବା ଲୋକ ବୋଲି ଧରିନେଲେ ଆପତ୍ତି କ'ଣ? ଏହାର ଉତ୍ତର ହେଲା, ଏଠାରେ ସ୍ୱରୂପତଃ କର୍ମ ତ୍ୟାଗର ପ୍ରକରଣ ନାହିଁ। ଏହି ଶ୍ଲୋକରେ ଯୋଗ ଦ୍ୱାରା କର୍ମମାନଙ୍କୁ ସନ୍ନ୍ୟାସ କରୁଥିବା ମନୁଷ୍ୟଙ୍କୁ କର୍ମ ବାନ୍ଧିପାରେ ନାହିଁ ବୋଲି ଯାହା କୁହାଯାଇଛି ତାହାକୁ ଲକ୍ଷ୍ୟ କରି ପରବର୍ତ୍ତୀ ଶ୍ଲୋକରେ ତସ୍ମାତ୍ ପଦ ଦ୍ୱାରା ଅର୍ଜୁନଙ୍କୁ ଯୋଗରେ ଅବସ୍ଥିତ ହୋଇ ଯୁଦ୍ଧ କରିବାକୁ ଭଗବାନ ଆଜ୍ଞା ଦେଇଛନ୍ତି। ଯଦି ଏହି ଶ୍ଲୋକରେ ଯୋଗ ସନ୍ନ୍ୟାସ୍ତ କର୍ମଣାମ୍ ପଦରେ ଭଗବାନ ସ୍ୱରୂପତଃ କର୍ମ ତ୍ୟାଗର ଅଭିପ୍ରାୟ ରଖିଥାନ୍ତି, ତେବେ ଅର୍ଜୁନଙ୍କୁ ସେପରି କହିନଥାନ୍ତେ। ତେଣୁ ଏଠାରେ କର୍ମ ଯୋଗ ସନ୍ନ୍ୟାସ୍ତ କର୍ମାଣାମ୍ ର ଅର୍ଥ ସ୍ୱରୂପତଃ କର୍ମ ତ୍ୟାଗ କରିଦେବା ଲୋକ ବୋଲି ନ ଧରି କର୍ମ ଯୋଗ ଦ୍ୱାରା ସମସ୍ତ କର୍ମରେ ଏବଂ ତାହାର ଫଳରେ ମମତ୍ୱ ଆସକ୍ତି ଏବଂ କାମନା ସର୍ବଥା ତ୍ୟାଗ କରି ସେସବୁକୁ ପରମାତ୍ମାଙ୍କ ଠାରେ ଅର୍ପଣ କରିଦେଇଥିବା ତ୍ୟାଗୀ ବୋଲି ଧରିବା ହିଁ ଉଚିତ। ପ୍ରକରଣ ଅନୁସାରେ ଉକ୍ତ ପଦର ଅର୍ଥ ଏହା ବୋଲି ହିଁ ଜଣାପଡ଼େ। ପ୍ରଶ୍ନ ହେଉଛି, ଜ୍ଞାନ ସଂଚ୍ଛିନ୍ନ ସଂଶୟମ୍ ପଦରେ ଜ୍ଞାନ ଶବ୍ଦର ଅର୍ଥ କ'ଣ? ଗୀତାରେ ଜ୍ଞାନ ଶବ୍ଦ କେଉଁ କେଉଁ ଶ୍ଲୋକରେ କେଉଁ କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଉତ୍ତର ହେଲା, ଉପରୋକ୍ତ ଜ୍ଞାନ ଶବ୍ଦ ହେଉଛି ଯେକୌଣସି ବସ୍ତୁର ମଧ୍ୟ ସ୍ୱରୂପ ବିବେଚନ କରି ତଦ୍ ବିଷୟକ ସଂଶୟ ନାଶ କରି ଦେଉଥିବା ବିବେକ ଶକ୍ତିର ବାଚକ। ଏହି ଧାତୁର୍ଥ ଅନୁସାରେ ଜ୍ଞାନର ଅର୍ଥ ଜାଣିବା। ତେଣୁ ଗୀତାର ପ୍ରକରଣ ଅନୁସାରେ ଜ୍ଞାନ ଶବ୍ଦ ନିମ୍ନଲିଖିତ ପ୍ରକାରେ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି। ପ୍ରଥମଟି ହେଲା ଦ୍ୱାଦଶ ଅଧ୍ୟାୟର 12 ଶ୍ଲୋକରେ ଜ୍ଞାନ ଅପେକ୍ଷା ଧ୍ୟାନ ଏବଂ ଧ୍ୟାନ ଅପେକ୍ଷା କର୍ମ ଫଳ ତ୍ୟାଗକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ତେଣୁ ସେଠାରେ ଜ୍ଞାନର ଅର୍ଥ ଶାସ୍ତ୍ର ଏବଂ ଶ୍ରେଷ୍ଠ ପୁରୁଷମାନଙ୍କ ଠାରୁ ମିଳୁଥିବା ବିବେକ ଜ୍ଞାନ। ଦ୍ୱିତୀୟଟି ହେଲା ତ୍ରୟୋଦଶ ଅଧ୍ୟାୟର 17 ଶ୍ଲୋକରେ ଜ୍ଞେୟର ବର୍ଣ୍ଣନାରେ ବିଶେଷଣ ରୂପକ ଜ୍ଞାନ ଶବ୍ଦ ଆସେ। ଏଣୁ ସେଠାରେ ଜ୍ଞାନର ଅର୍ଥ ହେଉଛି ପରମେଶ୍ୱରଙ୍କ ନିତ୍ୟ ବିଜ୍ଞାନାନନ୍ଦ ଘନ ସ୍ୱରୂପ। ତୃତୀୟଟି ହେଲା ଅଷ୍ଟାଦଶ ଅଧ୍ୟାୟର 42 ଶ୍ଲୋକରେ ବ୍ରାହ୍ମଣଙ୍କ ସ୍ୱାଭାବିକ କର୍ମର ଗଣନାରେ ଜ୍ଞାନ ଶବ୍ଦ ଆସିଛି। ସେଠାରେ ଜ୍ଞାନର ଅର୍ଥ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନ ବୋଲି ମାନି ନିଆଯାଇଛି। ଚତୁର୍ଥଟି ହେଲା ଏହି ଅଧ୍ୟାୟର 36 ଠାରୁ 39 ଶ୍ଲୋକ ପର୍ଯ୍ୟନ୍ତ ଆସିଥିବା ସମସ୍ତ ଜ୍ଞାନ ଶବ୍ଦର ଅର୍ଥ ହେଉଛି ପରମାତ୍ମାଙ୍କର ତତ୍ତ୍ୱ ଜ୍ଞାନ। କାରଣ ଜ୍ଞାନ ସମସ୍ତ କର୍ମ ଭସ୍ମ କରିଦେବାକୁ ସମର୍ଥ, ସମସ୍ତ ପାପରୁ ମୁକ୍ତ କରିବାକୁ ସମର୍ଥ, ସବୁଠାରୁ ବଳି ପବିତ୍ର, ଯୋଗସିଦ୍ଧିର ଫଳ ଏବଂ ପରମ ଶାନ୍ତିର କାରଣ ବୋଲି କୁହାଯାଇଛି। ଏହିପରି ପଞ୍ଚମ ଅଧ୍ୟାୟରେ 16 ଶ୍ଲୋକରେ ପରମାତ୍ମାଙ୍କ ସ୍ୱରୂପକୁ ସାକ୍ଷାତକାର କରାଉଥିବା ଏବଂ ଚତୁର୍ଦ୍ଦଶ ଅଧ୍ୟାୟର ପ୍ରଥମ ଓ ଦ୍ୱିତୀୟ ଶ୍ଲୋକରେ ଶ୍ରେଷ୍ଠତମ ଜ୍ଞାନ ବୋଲି କୁହାଯାଉଥିବା ଜ୍ଞାନର ଅର୍ଥ ତତ୍ତ୍ୱଜ୍ଞାନ। ଅନ୍ୟ ସ୍ଥାନରେ ମଧ୍ୟ ପ୍ରସଙ୍ଗାନୁସାରେ ଏପରି ଅର୍ଥ ବୁଝିବା ଉଚିତ। ପଞ୍ଚମଟି ହେଲା ଅଷ୍ଟାଦଶ ଅଧ୍ୟାୟର 21 ଶ୍ଲୋକରେ ଜ୍ଞାନ ନାନା ବସ୍ତୁ ତଥା ଜୀବମାନଙ୍କ ଭିନ୍ନ ଭିନ୍ନ ବୁଝିବାର ଦ୍ୱାର ହୋଇଥିବାରୁ ସେଠାରେ ଜ୍ଞାନ ଶବ୍ଦ ଅର୍ଥ ହେଉଛି ରାଜସ ଜ୍ଞାନ। ଷଷ୍ଠଟି ହେଲା ତ୍ରୟୋଦଶ ଅଧ୍ୟାୟର 11 ଶ୍ଲୋକରେ ତତ୍ତ୍ୱଜ୍ଞାନ ସାଧନା ସମୁଦାୟର ନାମ ଜ୍ଞାନ। ସପ୍ତମଟି ହେଲା ତୃତୀୟ ଅଧ୍ୟାୟର 3 ଶ୍ଲୋକରେ ଯୋଗ ଶବ୍ଦ ସହିତ ରହିବାରୁ ଜ୍ଞାନ ଶବ୍ଦର ଅର୍ଥ ଜ୍ଞାନ ଯୋଗ ଅର୍ଥାତ୍ ସାଂଖ୍ୟ ଯୋଗ। ଏହିପରି ଅନ୍ୟ ସ୍ଥାନରେ ମଧ୍ୟ ପ୍ରସଙ୍ଗାନୁସାରେ ଜ୍ଞାନ ଶବ୍ଦ ସାଂଖ୍ୟ ଯୋଗର ଅର୍ଥରେ ଆସେ।
ଆହୁରି ମଧ୍ୟ ବହୁ ସ୍ଥାନରେ ପ୍ରସଙ୍ଗ ଅନୁସାରେ ଜ୍ଞାନ ଶବ୍ଦ ପ୍ରୟୋଗ ବିଭିନ୍ନ ଅର୍ଥରେ ହୋଇଛି, ତାହା ସେଠାରେ ଦେଖିବା ଉଚିତ। ପ୍ରଶ୍ନ ହେଉଛି ଜ୍ଞାନ ସଂଚ୍ଛିନ୍ନ ସଂଶୟମ୍ ପଦରେ ଜ୍ଞାନ ଶବ୍ଦର ଅର୍ଥ ଯଦି ତତ୍ତ୍ୱ ଜ୍ଞାନ ବୋଲି ମାନି ନିଆଯାଏ ତେବେ କ୍ଷତି କ'ଣ? ଏହାର ଉତ୍ତର ହେଲା ତତ୍ତ୍ୱ ଜ୍ଞାନ ପାଇବା ପରେ ସମସ୍ତ ସଂଶୟ ସମୂଳେ ନାଶ ହୋଇ ତତ୍କାଳ ହିଁ ପରମାତ୍ମା ପ୍ରାପ୍ତି ହୋଇଯାଏ। ପରମାତ୍ମା ପ୍ରାପ୍ତି ନିମିତ୍ତ ଅନ୍ୟ କୌଣସି ସାଧନାର ଆବଶ୍ୟକତା ରହେ ନାହିଁ। ତେଣୁ ଏଠାରେ ଜ୍ଞାନର ଅର୍ଥ ତତ୍ତ୍ୱ ଜ୍ଞାନ ବୋଲି ମାନିବା ଠିକ୍ ନୁହେଁ, କାରଣ ତତ୍ତ୍ୱ ଜ୍ଞାନ କର୍ମ ଯୋଗର ଫଳ ଏବଂ ଏହାର ପର ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ ଜ୍ଞାନ ଦ୍ୱାରା ଅଜ୍ଞାନ ଜନିତ ସଂଶୟ ନାଶ କରି କର୍ମ ଯୋଗରେ ଅବସ୍ଥିତ ହେବାକୁ କହିଛନ୍ତି। ତେଣୁ ଏଠାରେ ଯେପରି ଅର୍ଥ କରାଯାଇଛି ତାହା ଠିକ୍ ଜଣାଯାଉଛି। ପ୍ରଶ୍ନ ହେଉଛି ବିବେକ ଜ୍ଞାନ ଦ୍ୱାରା ସମସ୍ତ ସଂଶୟ ନାଶ କରିଦେବାର ଅର୍ଥ କ'ଣ? ଉତ୍ତର ହେଲା ଈଶ୍ୱର ଅଛନ୍ତି କି ନାହିଁ? ଯଦି ଅଛନ୍ତି ତେବେ କିପରି ଅଛନ୍ତି? ପରଲୋକ ଅଛି ନା ନାହିଁ? ଯଦି ଅଛି ତେବେ ତାହା କିପରି ଏବଂ କେଉଁଠାରେ ଅଛି? ଶରୀର, ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ଏସବୁ ଆତ୍ମା ନା ଆତ୍ମା ଠାରୁ ଭିନ୍ନ? ଜଡ଼ ନା ଚେତନ? ବ୍ୟାପକ ନା ଏକାଦେଶୀୟ? କର୍ତ୍ତା ଓ ଭୋକ୍ତା? ଜୀବାତ୍ମା ନା ପ୍ରକୃତି? ଆତ୍ମା ଏକ ନା ଅନେକ? ଯଦି ଏକ ତେବେ କିପରି ଏବଂ ଯଦି ଅନେକ ତେବେ ମଧ୍ୟ କିପରି? ଜୀବ ସ୍ୱତନ୍ତ୍ର ନା ପରତନ୍ତ୍ର? ଯଦି ପରତନ୍ତ୍ର ତେବେ କିପରି? ଏବଂ ତାହାର ପରତନ୍ତ୍ର କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ କର୍ମକୁ ସୁରୁପଥ ଛାଡ଼ିଦେବା ଠିକ୍ ନା କର୍ମ ଯୋଗ ଅନୁସାରେ ତାହା କରିବା ଠିକ୍ ନା ସାଂଖ୍ୟ ଯୋଗ ଅନୁସାରେ ସାଧନ କରିବା ଠିକ୍ ଇତ୍ୟାଦି ଇତ୍ୟାଦି। ଯେଉଁ ବିଭିନ୍ନ ପ୍ରକାର ଶଙ୍କା ତର୍କଶୀଳ ମନୁଷ୍ୟମାନଙ୍କ ଅନ୍ତଃକରଣରେ ଉଠେ ତାହାର ନାମ ସଂଶୟ। ଏହିସବୁ ଶଙ୍କାମାନଙ୍କୁ ବିବେକ ଜ୍ଞାନ ଦ୍ୱାରା ବିବେଚନା କରି ଏକ ନିର୍ଣ୍ଣୟ କରିନେବା ଅର୍ଥାତ୍ କୌଣସି ବିଷୟରେ ମଧ୍ୟ ସଂଶୟଯୁକ୍ତ ନ ରହିବା ଏବଂ ନିଜର କର୍ତ୍ତବ୍ୟ ନିର୍ଦ୍ଧାରଣ କରିନେବା ହିଁ ବିବେକ ଜ୍ଞାନ ଦ୍ୱାରା ସମସ୍ତ ଶଙ୍କା ନାଶ କରିଦେବା। ପ୍ରଶ୍ନ ହେଉଛି ଏଠାରେ ଆତ୍ମବନ୍ତମ୍ ପଦର ଭାବ କ'ଣ? ଉତ୍ତର ହେଲା ଆତ୍ମ ଶବ୍ଦ ବାଚ୍ୟ ଇନ୍ଦ୍ରିୟମାନଙ୍କ ସହିତ ଅନ୍ତଃକରଣ ଉପରେ ଯାହାଙ୍କର ପୂର୍ଣ୍ଣ ଅଧିକାର ରହିଛି, ଅର୍ଥାତ୍ ଯାହାଙ୍କର ମନ ଓ ଇନ୍ଦ୍ରିୟମାନେ ନିଜ ବଶରେ ଅଛନ୍ତି, ସେହି ମନୁଷ୍ୟଙ୍କ ପାଇଁ ଏଠାରେ ଆତ୍ମବନ୍ତମ୍ ପଦ ପ୍ରୟୋଗ କରାଯାଇଛି। ପ୍ରଶ୍ନ ହେଉଛି ଉପଯୁକ୍ତ ବିଶେଷଣ ଯୁକ୍ତ ପୁରୁଷଙ୍କୁ କର୍ମ କରି ବାନ୍ଧିପାରେ ନାହିଁ ଏପରି କହିବାର ଭାବ କ'ଣ? ଏହାର ଉତ୍ତର ହେଲା ଏହାଦ୍ୱାରା ଦେଖାଇ ଦିଆଯାଇଛି ଯେ ଉପଯୁକ୍ତ ପୁରୁଷଙ୍କର ଶାସ୍ତ୍ରବିହିତ କର୍ମମାନ ମମତ୍ୱ ଆସକ୍ତି ଏବଂ କାମନାରୁ ସର୍ବଥା ରହିତ ହୁଏ। ତେଣୁ ସେହି କର୍ମମାନଙ୍କର ବନ୍ଧନ କରିବାର ଶକ୍ତି ରହେ ନାହିଁ।